ଅଛ? ହଉ ଭଲ ପିଲା। ଖାଇକି ଆସିଛ ସମସ୍ତେ? ହଉ ଆଜି ଆମେ ଗୋଟେ ଷ୍ଟୋରି ଶୁଣେଇବା। ଷ୍ଟୋରି କଣ ଜାଣିଛ? ଗପ ହେଲା। ଗପ କାହାକୁ ଭଲ ଲାଗେ? ଭଲ ଲାଗେ ସମସ୍ତଙ୍କୁ? ଭଲ ଲାଗେ? ଗପ କହିପାରିବ? କି ଗପ କହିପାରିବ? ଦେଖି ହାତରେ ମୁଁ ଆଜି ଗୋଟେ ଗପ କହିବି। ସେ ଗପର ନାଁ ହଉଛି ଗୋଟେ ସିଂହ ଆଉ ଗୋଟେ ମୂଷା। ହେଲା କି? ଗୋଟେ ସିଂହ ଆଉ ମୂଷା ଗପ। କିଏ ଜାଣିଛ? ସିଂହ ମୂଷା ଗପ କିଏ ଜାଣିଛ? ଆଉ କେହି ଜାଣିନ? ତମେ ଭାବିବ କି ଗୋଟେ ସିଂହ ଆଉ ଗୋଟେ ମୂଷା ଗପ କଣ ହେଇଥିବ? ଗୋଟେ ଛୋଟ ମୂଷା ଡାଳିକିଟେ ମୂଷାଳିଟା ନାହିଁ ସିଂହ କେଡ଼େ ଏତେ ବଡ଼ଟେ ହେଲା କି? ତା ବିଷୟରେ ଆମେ ଏଇଠି ଗୋଟେ ଗପ କରିବା ହେଲା କି? ବର୍ତ୍ତମାନ ଦେଖିବା ଏଇଟା ତ ଚିତ୍ର ମୁଁ ଦେଖାଉଛି। ଏଠି ହଉଛି ସିଂହ, ଏ ହଉଛି ମୂଷା ହେଲା କି? ଆଉ ଏଠି କଣ ଅଛି? ଗୋଟେ ସିଂହ ଅଛି, ମୂଷା ଅଛି, ଆଉ ଏଠି କଣ ନେଟ ମାନେ କଣ ଜାଲ, ଆଉ ଏଠି ସିଂହ ଉପରେ ମୂଷା ବସି ତମେ ଦେଖିକି କହୁଥିବ ଏଇଟା କଣ? କିଛି ବୁଝିପାରୁଥିବ କି? ବୁଝିପାରୁନଥିବ କିନ୍ତୁ ମୁଁ କହିଲି ନା ବୁଝିପାରିବ ହେଲା। ଏବେ ଷ୍ଟାର୍ଟ କରିବା ବୁଝିଲା କି? ମୁଁ ଯାହା ବି କହୁଛି ମନ ଦେଇକି ଶୁଣିବ। ମୁଁ ତାପରେ ତମକୁ ପଚାରିବି ଯେ ଯାହା ବି ଶୁଣିଥିବ ମତେ ଆନ୍ସର କରିବ ବୁଝିଲା କି? ପ୍ରଥମେ କହୁଛି ଯେ ଗୋଟେ ଜଙ୍ଗଲରେ ଗୋଟେ ବଡ ବିରାଟ ବଡ ସିଂହଟେ ଥିଲା। ସେ ସିଂହ କଣ କରିଛି ନା ଭୋକିଲା ଥିଲା କିମ୍ବା ଖାଇକି ହଉ ଯେମିତି ଶୋଇପଡନ୍ତି ସେ ସେମିତି ଶୋଇଥିଲା। ସିଂହଟି ଶୋଇଥିଲା ତ ସିଂହ ଶୋଇଛି ବହୁତ ମୂଷା ସେଇ ବାଟ ଦେଇ ଯାଉଥିଲା ତ ଯାଉଛି ତା ଉପରେ ଚଢି ଯାଇଛି। ଯେତେବେଳେ ସେ ଚଢି ଯାଇଛି ସେ ଜାଣିନି ଯେ ସିଂହ ଉପରେ ଚଢିଛି ବୋଲିକା। କିନ୍ତୁ ସିଂହ ଯେତେବେଳେ ଶୋଇଛି ନିଦରେ କିଏ ଚଢିଗଲା ବୋଲି ତା ଉପରେ ସେ କଣ କରିଛି ରାଗରେ ଉଠିକି ଗର୍ଜନ କରୁଛି କି ଆମେ ଛାନିଆ ହେଇଯିବା ସେଇଭଳିଆ ଗର୍ଜନ। ତ ଏଠି ଗୋଟେ ମୂଷା ତା ଗର୍ଜନ ଶୁଣିକି କଣ କରିବ? ଡରିଯିବ ନା ନାଇଁ? ଆମେ ସାମାନ୍ୟ ମୂଷା ଯଦି ଘରେ ବାହାରୁଛେ କଣ କରିବ? ସେଇ କରିଦେଲେ କଣ ହେଇଯାଉଛି? ଚୁଟି ପଳଉଛି ପଳଉନି ତ ତାହେଲେ ଯଦିକା ଯୋଉ ସିଂହ ଏଡେ ବଡ ଗର୍ଜନ କରିବ ମୂଷା କଣ କରିବ? ଡରିଯିବ ନା ନାଇଁ? ପୁରା ହେଲା କି? ସେ ତ ଗର୍ଜନ କରିକି ତାକୁ କହୁଛି ମୁଁ ତତେ କିଣିକି ଖାଇଦେବି। କାହାକୁ? ତେଣୁ ସେ ମୂଷା କଣ କହୁଛି? ହାତ ଯୋଡିକି କହୁଛି ଯେ ମତେ କ୍ଷମା କରିଦିଅ, ମୋର ଭୁଲ, ଆଉ ତମେ ମତେ ଛାଡିଦିଅ। ଆମେ ଯେତେବେଳେ ତମେ ବିପଦ ପଡିଥିବ କୌଣସି କାମ ତମ ସାହାଯ୍ୟ ଦରକାର ପଡିଲା ତାହେଲେ ମୁଁ ତମକୁ ସାହାଯ୍ୟ କରିବି। ସିଂହ କଣ ଭାବିବ? ସାହାଯ୍ୟ କରିବାକୁ ଭାବିବ ନା କରିବନି? କରିବ। କାହିଁକି କରିବ? ତମେ ଏଇ ଦେଖ ତମେ ଭାବୁଥିବ ସିଂହ ତ ଏଡେ ବଡ, ସେ ତ ଜଙ୍ଗଲରେ ରହିଛି, ସେ ଝାମ୍ପିକି ଖାଇଦେବା ଲୋକ, ସେ ମୂଷାଠୁ କଣ ସାହାଯ୍ୟ ମାଗିବ? ଏଇଆ ଭାବିବ ନା? ସେ ଭାବିବ କିନ୍ତୁ ସାହାଯ୍ୟ ସେ ନିହାତି କରିବ। ସେଥିପାଇଁ ସିଂହ କଣ କରିଛି ଯେତେବେଳେ ସେ କାକୁତି ଦେଇକି ଡାକିଲା ଯେ ମତେ କ୍ଷମା କରିଦେଇକି ଛାଡିଦିଅ ଆଉ ମୁଁ ତମ ସାହାଯ୍ୟ ଲାଗିବି, ମୁଁ ଏଠି ମୂଷାକୁ ଖାଇଦେଇ ତା ପେଟ ପୁରିଯିବ କି? ତ ସେ ତାକୁ ଛାଡିଦେଲା, ତା ଉପରେ ଦୟା ଦେଖେଇକି ଛାଡିଦେଲା। ଯଦି ଛାଡିଦେଲା ଦିନେ କଣ ହେଇଛି ଯୋଉ ଜଙ୍ଗଲ କାଟିବାକୁ ଯାଉଛନ୍ତି ଲୋକମାନେ, ଶିକାରୀ ମାନେ ଅଛନ୍ତି ଯୋଉମାନେ ପଶୁ ମାରିକି ଖାଉଛନ୍ତି କିମ୍ବା ପଶୁର ମାଂସ ମାନ ସବୁ ଯୋଉ ଚମଡା ଗୁଡାକ ଜଙ୍ଗଲକୁ ଯାଇଛନ୍ତି। ତ ଗୋଟେ ଶିକାରୀ ହାବୁଡରେ କଣ କରିଛି ଶିକାରୀ ମାନେ ଯୋଉ କରିବେ ସେ ପ୍ରଥମେ ଜାଲ ବିଛେଇବେ। ଶିକାରୀ ହାବୁଡରେ ଏଇ ସିଂହଟି ପଡିଯାଇଛି। ବୁଝୁଛନ୍ତି? ପଡିଛି ଜାଲ ସମସ୍ତେ ଦୁଶୁଛି। ସେ କଣ ହେଇଛି ନା ଏମିତି ସେ ଯିବା ବାଟରେ ଜାଲ ଭିତରେ ପଡିଗଲା। ଶିକାରୀ ଜାଲରେ ପଡିଯାଇଛି ଯେତେବେଳେ ସେ ବିରକ୍ତି ହେଇଯିବ ନା ନାଇଁ? ସିଂହ ସିଂହ ଗର୍ଜନ କରିକି ଖାଲି ଛାଟି ପିଟି ହଉଛି ସେଠୁ କେମିତି ବାହାରିକି ପଳେଇ ଆସିବ ବୋଲି। ସେତିକି ଭିତରେ ସେଇ ବାଟ ଦେଇ ଯେତେବେଳେ ସେ ଜଙ୍ଗଲ ବାଟ ଦେଇ ଜାଲ ଭିତରେ ପଡିଛି ସେଇ ରାସ୍ତା ଦେଇ ଯେତେବେଳେ ମୂଷାଟି ଯାଉଥିଲା ସେଠୁ ଶୁଣିବାକୁ ପାଇଲା ଯେ ସିଂହଟି ଗର୍ଜନ କରୁଛି କିଛି ବିପଦ ପଡିଛି। ସେତେବେଳେ ଆସିକି ଦେଖେ ତା ସାଙ୍ଗ କଣ କରିଛି? ଜାଲ ଭିତରେ ପଡିଛି। ମୂଷାକୁ ଦିନେ ସିଂହ ଛାଡିଥିଲା ନା ନାଇଁ? ସାଙ୍ଗକୁ ସାହାଯ୍ୟ କରିବା ପାଇଁ ମୂଷା ଆସିବ ନା ନାଇଁ? ଆସିଲା। ସେଥିପାଇଁ ମୂଷାଟି କଣ କରିଛି ନା ଏଇ ଯୋଉ ସିଂହ ଅଛି ସେ ସିଂହ ଯୋଉ ଜାଲ ଭିତରେ ମୂଷା ସେଥିପାଇଁ ତାକୁ କହିଛି ତମେ ବ୍ୟସ୍ତ ହୁଅନି ମୁଁ ତମକୁ ସାହାଯ୍ୟ କରିଦେବି। ସେଥିପାଇଁ ସେ ତାର ମୁନିଆ ଦାନ୍ତରେ ନେଟ୍ ଗୁଡାକୁ କାଟିଦେଲା। ସବୁ ଜିନିଷ କାଟିକି ଥୋଇଦଉଛି। ସେଥିପାଇଁ ସେ ଯେତେବେଳେ ନେଟ୍ ଟାକୁ କାଟିଦେଲା ତା ଭିତରୁ ସିଂହ ବାହାରି ପଇଲା। ତ ଦେଖ ଛୋଟ ଜୀବଟେ ସେ, ଇଏ ବଡ ଜୀବଟେ ନା ନାଇଁ? କିନ୍ତୁ ଛୋଟ ଜୀବଟା ତାର ଗୋଟେ ସାହାଯ୍ୟରେ କାମରେ ଲାଗିଲା ନା ନାଇଁ? ବାହାର କରିକି ସେ ବାହାରି ପଇଲା। ବାହାରି ପଇଲା ପରେ କଣ ହେଇଛି ଯେ ସିଂହ ଉପରେ ମୂଷାଟା ବସିଛି। କଣ ହେଇଛି? ସେ ମୂଷା କୌଣସି କାମରେ ଯାଉଥିଲା ନା ନାଇଁ? ସେଥିପାଇଁ ସିଂହ କହିଲା ଯେ ସାଙ୍ଗ ଯେହେତୁ ଦିନେ ସେ କହିଥିଲା ସାହାଯ୍ୟ କରିବି ଆଉ ସାହାଯ୍ୟ କରିକି ଦେଖେଇଲା, ସିଂହ ମନ ବି ଖୁସି ହେଇଗଲା। ସେଥିପାଇଁ ସେ ଖୁସିରେ କହୁଛି ସାଙ୍ଗ ତମେ କୁଆଡେ ଯିବ କୁହ ମୁଁ ତମକୁ ମୋ ପିଠିରେ ବସେଇକି ଛାଡିଦେବି। ସେଥିପାଇଁ ସେ କଣ କରିଛି? ସେ କହିଲା ଚାଲ ଆମେ ଜଙ୍ଗଲ ସାରା ବୁଲି ଆସିବା। ଦେଖାଲା ଏବେ କଣ ହେଇଛି? ସେମାନେ ସାଙ୍ଗ ହେଇଯାଇଛନ୍ତି ପୁରା ହେଲା। ସମ୍ଭବ ନୁହଁ। ଏବେ ଗପଟା ଯୋଉ ଶୁଣିଲ ଆ ଭିତରୁ କଣ ଶିଖିଲ? ସେ ଛୋଟ ଜୀବଟେ ହେଲେ ବି କାମରେ ଲାଗୁଛି ହେଲା କି? ତେଣୁ ଆମେ ଧର ଆମେ କୌଣସି ଗୋଟେ ରାସ୍ତାରେ ଯାଉଛେ ହଠାତ୍ ଗୋଟେ ଜନ୍ତୁଟେ ପଡିଛି କିମ୍ବା ମାଡ଼ ଗୋଡି ହେଇଯାଉଛନ୍ତି କି କିଏ କାହାକୁ ମାରିଦେଇଛି, ଧର ଗାଡି ଆକ୍ସିଡେଣ୍ଟ ହେଇଯାଇଛି ଗୋଟେ କୁକୁର ହଉ କିମ୍ବା ବିଲେଇ ହଉ ଯେକୌଣସି ଲୋକ, ଆମେ ସେଠି କଣ କରିବା ଦରକାର? ସାହାଯ୍ୟ କରିବା ଦରକାର। ତାର ବି ଜୀବନ ଅଛି, ତାକୁ ବି କଷ୍ଟ ହଉଛି, ତାକୁ ଯଦି ଆମେ ଟିକେ ସାହାଯ୍ୟ କରିଦବା ହୁଏତ ସେ ବଞ୍ଚି ଯାଇପାରେ ହେଲା। କିମ୍ବା କୌଣସି ବୟସ୍କ ଲୋକ ଯାଉଥାଉ ଆମେ ଯଦି ତାଙ୍କୁ ଟିକେ ସାହାଯ୍ୟ କରିଦବା ନା ନାଇଁ? ତ ସେମିତି ଆମେ କେବେ ବି ଛୋଟ ବଡ ଦେଖିକି ସାହାଯ୍ୟ କରିବାନି। ନୁହଁ ସମସ୍ତଙ୍କୁ ଆମେ ସାହାଯ୍ୟ କରିବା ଦରକାର। କାରଣ ଆଜି ଯଦି ଆମେ ସାହାଯ୍ୟ କରିଥିବା କାଲି ଆମ ବିପଦରେ କିଏ ସାହାଯ୍ୟ କରିଦବ। ସେଥିପାଇଁ